କଥା ଯାହା ସେ କହିଲା ସବୁରି ମନକୁ ରହିଲା ଯେମିତି ନାମେ ସାନ ବୋହୁ ତପଇର ପ୍ରିୟ ସେଉ ସେ କବିର ସମନରେ ଗୁହାରି କରଇ ଧର୍ମରେ ମୋ ମନେ ଯେଉଁ କଥା ଅଛି ତୁ ଏକା ହୋଇଥିବୁ ସାକ୍ଷୀ ଗୋଟେ ବୋହୁ ଏମନ୍ତ ଚିନ୍ତିଲା ଏମନ୍ତ କେତେ ଦିନ ଗଲା ନଦେଲେ ସୁଗନ୍ଧ ଚନ୍ଦନ ନଦେଲେ ଅଳଙ୍କାର ମାନ ନଦେଲେ ବେଳ ଜାଣି ଭାତ କୁଙ୍କୁମ ନଲେଖିଲେ ଗାତ୍ର ମୁଣ୍ଡକୁ ନଦେଲେ ଯେ ତେଲ ନଦେଲେ ପିନ୍ଧିବାକୁ ଭଲ ବସାଇ ନଦେଲେ ଯେ ଦୋଳି ଆବର ରଖାଇଲେ ଛେଳି ଅନେକ ଦୁଃଖେ ତ କରି ବନସ୍ତେ ଛେଳି ଜଗି ଯାଇ କହଇ ବଡ଼ ବୋହୁ ପୁଣି ହଜିବ ଯେବେ ଘର ମଣି ଛେଳିର ନାମ ଘରମଣି ତେଣୁ ସିଆଡ଼େ ମହାମାନି ମୂର୍ଖେ ଲଗାଇ ଚୂନ ଗାଳି କାଟିବି ନାକର କଉଡ଼ି ଛିଣ୍ଡା ଟୋକାଇ ଖଣ୍ଡେ ନେଲା ଉପରେ ପତର ପୂଜିଲା ତଳରେ ମୁଖା ମାଟି ଧରି ଉପରେ ଭାତ ଗୋଟା ଚାରି କାଉଁସ ଲୁଣ ବୋଲି ଦେଲା ପତର ଘୋଡ଼ାଇ ନଦେଲା ଘେନିଳ ତପଇ ଚଳି ବନରେ ଚରାଇଲା ଛେଳି ଗୋକେଣ ଟୋକେଣି ଫେରିଲା ମାଟି ଦେଖି ନ ଫେରିଦେଲା ଭିତରେ ଛଅ ବୋହୁ ମାନେ ଏହି ପ୍ରକାରେ ଦିନେ ଦିନେ ସାନ ବୋହୂର ପାଳି ଦିନ ବହୁତ ଦେଇଥାଏ ଅନ୍ନ କିରଣ ଲୁଣ ଦେଇଥାଏ ସେଦିନ ବସି ସୁଖେ ଖାଇ ଏମତେ କେତେ ଦିନ ଗଲା ଭାଦ୍ରବ ମାସ ଯେ ହୋଇଲା ବନରେ ବସି କାମ କରି କଷ୍ଟେର ଛେଳି ରଖିଥାଇ ବରଷା ବେଳେ ଘର ମଣି ହଜିଲା ବରଷରେ ପୁଣି ଘରକୁ ସବୁ ଛେଳି ଗଲେ ଗୁହାଳ ଭିତରେ ପଶିଲେ ଦେଖିଲା ବଡ଼ ବୋହୁ ଯାଇ ଗୁହାଳେ ଘର ମଣି ନାହିଁ ମାଇଲୁ ମୋର ଛେଳି ଗୋଟି ହଜାରି ଅଛୁ ନାକ କାଟି ମଣିରେ ନାକ ଯେ କାଟିବି ଘରୁ ବାହାର କରିଦେବି ଏଠିକୁ ତାରୁ ହୋଇ ଆଣତେ ଛେଳି ଖୋଜି ଯାଇ କାମୁଡ଼ିଥିଲୁ ଏ ମାହି 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 ତମ ଝିଅ କଣ କାମୁଡ଼ିଛି କାଗଜ କାମ ସବୁ କେତେ ପୃଷ୍ଠା କେଜାଣି